ଚଷମାଟା କି ପିନ୍ଧିବ ଚଷମାଟା କି ପିନ୍ଧିବ ମୁଁ ତରକାରୀ ପୁଡ଼ିଯିବ ସିଆଡ଼େ ଚାଲୁଛି ଦେଖେ ଦେଖ ହାପି ହୋଲି। ହଁ ହାପି ହୋଲି କରିବ ନା ଆଉ ହଁ ଦେବି ତୁମ ଭାଉଜକୁ ଦେଇଛୁ ନା ନାଇଁ ହାପି ହୋଲି ହାପି ହୋଲି ହାପି ହୋଲି ହାପି ହୋଲି। ଆମ ଡାଙ୍ଗୁଦିଆର ଲକି ଯୁବଗୋଷ୍ଠୀ ଲକି ଯୁବଗୋଷ୍ଠୀ ରକ୍ ଆଣ୍ଡ ରକ୍ ଆଣିବୁ ଗୋଟେ ହଁ। ସବୁଠାରୁ ଖୁସିର କଥା କ'ଣ ଜାଣିଛନ୍ତି ଗାଁରେ ଥିଲାବେଳେ ମୁଁ ଛୁଆମାନଙ୍କ ସହିତ ସମସ୍ତଙ୍କ ସହିତ ମିଶିଯାଏ କାହିଁକିନା ବୟସ ମୋର ବି ଏତେ କମ୍ ନୁହଁ ମୁଁ 40 କ୍ରସ୍ କରିଗଲିଣି ତେଣୁ ଏଠି ବାପମାନଙ୍କର ଅପା ତାଙ୍କ ମାଆମାନଙ୍କର ଅପା ତାଙ୍କ ଛୁଆମାନଙ୍କର ବି ଅପା ତେଣୁ ଦେଖନ୍ତୁ ତିନିଟା ମାନେ 3 ଜଣଙ୍କ ସମ୍ପର୍କ ଭିତରେ ଗୋଟେ ସମ୍ପର୍କ ଅର୍ଥାତ୍ ଅପା ଆଉ ବଡ଼ମାନେ ବି ମୋ ସହିତ ମିଶିଯାଆନ୍ତି ସାନମାନେ ବି ମୋ ମିଶିଯାଆନ୍ତି ଆଉ ସେମାନଙ୍କ ସହିତ ମୁଁ ଖାପ ଖୁଆଇ ବେଶ ଭଲ ଭାବେ ମାନେ ଜୀବନକୁ କାଟି ନେବାକୁ ଇଚ୍ଛା ହୁଏ ତେଣୁ ଗାଁରେ ଏସବୁ ଜିନିଷ ମିଳେ ସହରରେ ଏସବୁ ଜିନିଷ ମିଳେନି ସହରରେ ଆମେ ଗୋଟେ ନିର୍ଦ୍ଦିଷ୍ଟ କାହା ସହିତ ଯଦି ସମ୍ପର୍କ ଥିବ କେଉଁ ପରିବାର ସହିତ ସମ୍ପର୍କ ଥିବ ଆମେ ଯାଇକି ଖେଳି ଦିଅନ୍ତି ବା କୌଣସି ଅର୍ଗାନାଇଜେସନ୍ ସହିତ ଯୋଡ଼ି ଥିଲେ ଖେଳନ୍ତି କିମ୍ବା ଅଫିସ୍ ତରଫରେ ଖେଳିକିରି ପ୍ରାୟ ଶେଷ କରିକି ଆସନ୍ତି ଆମେ ତ ଖବରକାଗଜ ସଂସ୍ଥାରେ ଯେଉଁମାନେ ବି ଚାକିରି କରିଛନ୍ତି ତା ପୂର୍ବ ଦିନ ହିଁ ରାତିରେ ହିଁ ହୋଲି ଖେଳଟା ହୁଏ ତେଣୁ ପ୍ରକୃତ ଦିନର ଯେଉଁ ହୋଲି ଦିନର ଖେଳର ମଜା ସେଇଟା ଆମେ କେବଳ ଗାଁରେ ହିଁ ପାଇପାରିବା ଆଉ ସବୁଠାରୁ ମଜା ଲାଗେ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ଅର୍ଥାତ୍ ଆଦିବାସୀ ମାନଙ୍କ ସହିତ ମିଶିକିରି ଯେଉଁ ଗାଁ ଗୁଡ଼ିକ ରହିଥାଏ ସେଇଥିରେ ଏ ସମ୍ପର୍କଟା ଅତି ମଧୁର ଥାଏ ଆଉ ବେଶ ଜାକଜମକରେ ଚାଲେ ଦେଖୁନାହାନ୍ତି ପାଦକୁ ପାଦ ଛନ୍ଦି ହାତକୁ ହାତ ଛନ୍ଦି ଗୋଟେ ତାଳରେ ଆଦିବାସୀ ଭାଇ ଭଉଣୀମାନେ କେମିତି ନୃତ୍ୟ କରି ଗାଁ ଦାଣ୍ଡରେ ଚାଲିଛନ୍ତି ଏଇ ତ ହେଉଛି ଜୀବନର ମଜା ଏଇ ତ ହେଉଛି ପରମ୍ପରା ଏଇ ତ ହେଉଛି ସଂସ୍କୃତି ଆଉ ୟାଠାରୁ ବଡ଼ ଜିନିଷ ଆଉ କ'ଣ ଅଛି ଦୁଃଖ ଲାଗେ ଏତିକି ଯେ ଆମେ ସହରୀ ସଭ୍ୟତା ଭିତରେ ବଞ୍ଚିକି ନିଜର ପେଟ ପାଟଣା ପାଇଁ ଦୌଡ଼ିକି ଆମେ ଏତେ ମାତ୍ରାରେ ସହରୀ ସଭ୍ୟତାକୁ ଗ୍ରହଣ କଲେଣି ଯେଉଁଟାକି ଆଜି ଆମକୁ ଏଇସବୁ ଜିନିଷ ହରାଇବାକୁ ପଡ଼ୁଛି ଯଦି ଟିକିଏ ଟିକିଏ ଆମ ଭାବନାକୁ ପରିବର୍ତ୍ତନ କରିପାରିବା ଟିକିଏ ଟିକିଏ ସମୟ ବାହାର କରିକି ଏଥିରେ ସାମିଲ କରିପାରିବା ନିଶ୍ଚିତ ଭାବେ ପରମ୍ପରା ଉଜ୍ଜୀବିତ ହେବ ଆଉ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହେବ ଆପଣ ନିଶ୍ଚିତ ଭାବେ ରୁହନ୍ତୁ ମୋ ସହିତ ଆଉ ଯେଉଁଠି ଥିଲେ ବି ୟା ମାଧ୍ୟମରେ ହିଁ ଏନ୍ଜୟ କରନ୍ତୁ ରହୁଛି ନମସ୍କାର ଜୟ ଜଗନ୍ନାଥ।